We should not expect any quick breakthroughs right now because there are certain core issues. Unless we both the sides address them, especially the US, unless US addresses it, no breakthrough is possible. No conclusion of the trade talks is possible. I am basically referring to US imposing 25% additional tariffs on India because India is buying crude from Russia. So unless US drops this, no meaningful negotiations are possible. ସେପଟେ ରୁଷ ସହ ନିଜ ବନ୍ଧୁତାକୁ ଆହୁରି ସୁଦୃଢ଼ କରିଛି ଭାରତ। ରୁଷ ଏବଂ ଏହାର ୟୁରୋପୀୟ ସହଯୋଗୀ ବେଲାରୁଷ ସହିତ ମିଳିତ ସମରାଭ୍ୟାସ ଜାପାର୍ଡ 2025ରେ ଭାଗ ନେଇଛି ଭାରତୀୟ ସେନା। ନାଟୋ ଦେଶଗୁଡ଼ିକର ସୀମାରେ ହୋଇଥିବା ଏହି ସମରାଭ୍ୟାସକୁ ନେଇ ନାଟୋର ଚିନ୍ତା ବଢ଼ିଛି। ରୁଷ ଡ୍ରୋନ୍ ପୋଲାଣ୍ଡ ଓ ରୋମାନିଆ ବାୟୁସୀମା ଉଲ୍ଲଂଘନ କରିବା ପରେ ନାଟୋ ଅପରେସନ ଇଷ୍ଟର୍ନ ସେଣ୍ଟ୍ରି ଆରମ୍ଭ କରିଥିଲା। ଏହି ସମରାଭ୍ୟାସର ଜବାବ ଦେବାକୁ ରୁଷ ସମରାଭ୍ୟାସ କରୁଥିବା କୁହାଯାଇଛି। ସମରାଭ୍ୟାସରେ ରୁଷ ନିଜ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କ୍ଷମତା ପ୍ରଦର୍ଶନ କରିବା ସହ ହାଇପରସୋନିକ ମିସାଇଲ ଜିର୍କନ ପରୀକ୍ଷଣ କରିଛି। ସୁଖୋଇ 34 ମିଗ୍ 31 ଭଳି ବିମାନ ଏହି ସମରାଭ୍ୟାସରେ ସାମିଲ ହୋଇଥିଲେ। ଭାରତୀୟ ସେନାର 65 ଜଣ ଅଧିକାରୀ ଏହି ମିଳିତ ସମରାଭ୍ୟାସରେ ସାମିଲ ହେବା ରୁଷ ସହିତ ଥିବା ସାମରିକ ସମ୍ପର୍କ ଓ ସହଯୋଗକୁ ଦର୍ଶାଇଛି। 2025 ମସିହା ମାର୍ଚ୍ଚ ମାସରୁ ଦୁଇ ଦେଶ ମଧ୍ୟରେ ନ୍ୟାୟସଙ୍ଗତ, ସନ୍ତୁଳିତ ଓ ପାରମ୍ପରିକ ଭାବରେ ଲାଭକାରୀ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ନେଇ କଥାବାର୍ତ୍ତା ଆରମ୍ଭ ହୋଇଥିଲା। 2025 ଅକ୍ଟୋବର ନଭେମ୍ବର ସୁଦ୍ଧା ଷଷ୍ଠ ପର୍ଯ୍ୟାୟ କଥାବାର୍ତ୍ତା ଶେଷ ହେବା ଲକ୍ଷ୍ୟ ରହିଥିଲା। ତେବେ ଟ୍ରମ୍ପଙ୍କ ଟାରିଫ ଏବଂ ଭାରତ ବିରୋଧୀ ମନୋଭାବ ଏହି ବାଣିଜ୍ୟ ଚୁକ୍ତି ରାସ୍ତାରେ କଣ୍ଟା ସାଜିଥିଲା। ବ୍ୟୁରୋ ରିପୋର୍ଟ, କଳିଙ୍ଗ ଟିଭି।